ବହୁତ ବାଧିବ ମୋ ଭାଇ। ଏବେ ତମେ ଭାବିକି ଦେଖ, ଯେତେବେଳେ ଗ୍ୟାସ୍ର ଦର ବଢ଼ିଥିଲା ଆଉ ଗ୍ୟାସ୍ ମିଳୁନଥିଲା, ସେତେବେଳେ ସବୁ ଜିନିଷର ଦାମ ବଢ଼ିଯାଇଛି। ଭାରତରେ ଗ୍ୟାସ୍ର ଦର ବି ବଢ଼ିଗଲା, ପେଟ୍ରୋଲର ଦର ବି ବଢ଼ିଲା, ଗାଡ଼ି ଭଡ଼ାର ଦର ବି ବଢ଼ିଗଲାଣି। ଗୋଟେ ଜିନିଷକୁ ଛାଡ଼ିକି ସେଇଟା ହେଉଛି ଆମର ଧାନ ଆଉ ମାଣ୍ଡିଆ। ଆମେ ଏତେ କଷ୍ଟ କରିକି ଚାଷ କରୁଛୁ, ଫିର୍ ବି ତାକୁ ଉଚିତ ମୂଲ୍ୟରେ ବିକି ପାରୁନୁ। ଆକ୍ଚୁଆଲି ଆମେ ଆଦିବାସୀ ଲୋକ ବହୁତ ନିରୀହ ମୋ ଭାଇ, ସେଥିପାଇଁ ଆମମାନଙ୍କ ଦ୍ୱାରା କିଛି ହେଇପାରୁନି। ଯେତେବେଳେ କେଉଁଠି ଗୋଟେ ହଁ ମିନିଷ୍ଟର ଆସୁଛି, ଚାଲ ସେଇଠି କହିଲେ ଆମେ ସେ ରାଜନୀତି ଦଳମାନଙ୍କ ସହିତ ମିଶିକି ଯାଇକି ସେଇଠି ବସୁଛୁ ଭାଷଣ ଶୁଣିବା ପାଇଁ, ଆଉ ଖାଇକି ପଳେଇ ଆସୁଛୁ। ନିଜର ହକ୍ ପାଇଁ ଆବାଜ ଉଠେଇ ପାରୁନୁ ଆମେ। ଏବେ ତୁମେ ଭାବିକି ଦେଖୁନ, ଦୁନିଆରେ ଏମିତି କେଉଁ ଜିନିଷ ନାହିଁ ଯେଉଁ ଜିନିଷର ପ୍ରାଇସ୍ ସେତିକି ହିଁ ଅଛି ଯେତିକି ଆଗରେ ଥିଲା, ଧାନ ଆଉ ମାଣ୍ଡିଆକୁ ଛାଡ଼ିଦେଲେ। ଯଦି ଥରେ ଧାନ ମାଣ୍ଡିଆର ରେଟ୍ ପଡ଼ିଯିବ, ଭାଇ ଆମମାନେ ବି ଆମମାନଙ୍କ ପାଖରେ ବି ପଇସାର ଅଭାବ ହେବ ନାହିଁ, ଆଉ ନିଜ ବାପା ମା' ମାନେ ପିଲା ଛୁଆମାନଙ୍କୁ ଭଲ ଭାବରେ ପାଠ ପଢ଼ାଇ ପାରିବେ, ଆଉ ଭଲ ସ୍କୁଲ ଭଲ କଲେଜରେ ପଢ଼ାଇ ପାରିବେ। ସେଥିପାଇଁ ନିଜ ହକ୍ ପାଇଁ ଆବାଜ ଉଠେଇବାକୁ ପଡ଼ିବ। ଆଦିବାସୀ ଲୋକମାନଙ୍କୁ ଦବେଇ ଦେଉଛନ୍ତି। କେବଳ ଇଲେକ୍ସନ ପୂର୍ବରୁ ହିଁ ସେମାନେ ଆମ ଗାଁ ମାନଙ୍କର ଆସୁଛନ୍ତି ଆଉ ଆମର ହାଲଚାଲ ପଚାରୁଛନ୍ତି, ଆଉ ଇଲେକ୍ସନ ସରିଲା ପରେ ଏବେ ଦେଖୁନ କେହି ପଚାରୁନାହାନ୍ତି। ଆଗକୁ ଇଲେକ୍ସନ ଅଛି, ପଲିଟିସିଆନ୍ସ ବି ଆସିବେ, ଗୋଡ଼ ଧରିବେ, ତ ଏବେ ହିଁ ମୌକା ଅଛି ନିଜର ଆବାଜ ଉଠାଅ।